ଆପଣଙ୍କର ଯଦି ମକର ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ମକର ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ନୂତନ ବର୍ଷ 2026ରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ଆଣିବ ଏବଂ ଆପଣଙ୍କ ଜୀବନରେ ଯେଉଁ ବାଧାବିଘ୍ନ ଆସୁଥିଲା ଏବଂ ଯନ୍ତ୍ରଣା ଆପଣ ସହି ଆସିଥିଲେ ତାହା ମଧ୍ୟ ଦୂର ହୋଇଯିବ। ତେଣୁ ଆପଣ ଯଦି ମକର ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ଶନିଦେବ, ଜୟ ମହାଦେବ ନିଶ୍ଚୟ ଲିଖିବେ। ଦେଖନ୍ତୁ, ପ୍ରଥମତଃ ମକର ରାଶିର ବ୍ୟକ୍ତିବିଶେଷଙ୍କର ଅଧିପତି ହେଉଛନ୍ତି 2026ରେ ଶନି ଗ୍ରହ ଏବଂ କର୍ମଫଳଦାତା ଶନି। ତେଣୁ ଆପଣଙ୍କ ପାଇଁ ବହୁତ ମାତ୍ରାରେ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବେ, କାରଣ ଏହି 2026ରେ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ମାତ୍ରାରେ ଭଲ ରହିବ। ଆପଣଙ୍କର ଯେକୌଣସି ମାତ୍ରାରେ ହେଉ, ଆପଣଙ୍କର ଚର୍ମଜନିତ ସମସ୍ୟା ହେଉ କିମ୍ବା ଶ୍ୱାସଜନିତ ସମସ୍ୟା, ଆପଣଙ୍କର ଆଣ୍ଠୁଗଣ୍ଠି ବାତ ହେଉଥିଲା, ପେଟ ଗ୍ୟାଷ୍ଟ୍ରିକ୍ ରହୁଥିଲା, ଯେକୌଣସି ବି ସମସ୍ୟା ହେଉ 2026 ପରଠାରୁ ଶନି ଆପଣଙ୍କର ବହୁତ ମାତ୍ରାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଧ୍ୟାନ ଦେବେ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ମାତ୍ରାରେ ସୁଦୃଢ଼ ଆସିବ। ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ମାତ୍ରାରେ ସୁସ୍ଥ ହୋଇଯିବ। ଯଦି ଆପଣଙ୍କର ଖରାପ ଥିଲା ତେବେ ସୁସ୍ଥ ହୋଇଯିବ, ଯଦି ଆପଣଙ୍କର ଖରାପ ବି ନଥିଲା ତେବେ ଆପଣଙ୍କର ସୁସ୍ଥ ହିଁ ରହିବ। କିନ୍ତୁ ଆଉ ଗୋଟେ କଥା ଉପରେ ବି ମଧ୍ୟ ଆପଣଙ୍କର ନଜର ଦେବା ଦରକାର, କ'ଣ ନା ଆପଣଙ୍କର ଅଧିପତି ଏବଂ ଗୁରୁସ୍ଥାନରେ ଅଛନ୍ତି ଶନି। ଯଦି ଆପଣ ଇମାନଦାରରେ କାମ କରିବେ ଏବଂ ଇମାନଦାର ମାନେ ଆପଣ ଭଲ ଭାବରେ କାମ କରିବେ, ଦାନ କରିବେ ବହୁତ ମାତ୍ରାରେ। କୌଣସି ଦରିଦ୍ର ଲୋକ ହେଉ, ଆପଣ କୌଣସି ବସ୍ତ୍ର ଦାନ କରିପାରନ୍ତି କିମ୍ବା ଖାଦ୍ୟ ଦାନ, ଅର୍ଥ ଦାନ, ଯେକୌଣସି ମାତ୍ରାରେ ଆପଣ ଦାନ କରିପାରନ୍ତି ଏବଂ ଆପଣ ଫ୍ରିଡ଼ମ୍ରେ କାମ କରିବେ, ଆପଣ ନିଜ ପାଇଁ କାମ କରିବେ, ଇମାନଦାରରେ କାମ କରିବେ। ଦେଖିବେ ଆପଣଙ୍କର ଯଦି ଏହି ଭାବରେ କାମ କଲେ ଏହି ବର୍ଷକ ସାରା କୌଣସି ଚୋରି ନାହିଁ, କୌଣସି କାହା ପାଇଁ ଚୁଗୁଲି ଚପଟ କିଛି ନାହିଁ, ତେବେ ଆପଣଙ୍କ ପାଇଁ ଶନି ମଧ୍ୟ ବହୁତ ମାତ୍ରାରେ ଫଳପ୍ରଦ ଦେବେ। ନା କ'ଣ, ଆପଣଙ୍କୁ ଧନର ମଧ୍ୟ ପ୍ରାପ୍ତି କରାଇବେ। ଶନି ଏହି ବର୍ଷ ଆପଣଙ୍କ ପାଇଁ ଦୁଇଟି ମାତ୍ରାରେ ଅଛନ୍ତି। ପ୍ରଥମତଃ ସମସ୍ତଙ୍କ ପାଇଁ ଆପଣଙ୍କର ମକର ରାଶିର ବ୍ୟକ୍ତିବିଶେଷଙ୍କର ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଧ୍ୟାନ ଦେବେ ଏବଂ ସ୍ୱାସ୍ଥ୍ୟକୁ ବହୁତ ମାତ୍ରାରେ ସୁସ୍ଥ ରଖିବେ। କିନ୍ତୁ ଦ୍ୱିତୀୟରେ ଆପଣ ଯଦି ଇମାନଦାରରେ କାମ କଲେ, ଭଲରେ କାମ କଲେ ଏବଂ ଦାନୀ ଦରିଦ୍ରମାନଙ୍କୁ ଆପଣ ଦାନ କଲେ କିମ୍ବା ଯେକୌଣସି ମାତ୍ରାରେ ସାହାଯ୍ୟପୂର୍ଣ୍ଣ କାର୍ଯ୍ୟ କଲେ, ଦେଖିବେ ଶନିଙ୍କର ମଧ୍ୟ ଆପଣଙ୍କ ଉପରେ କୃପା ହେବ ଏବଂ ଧନର ମଧ୍ୟ ଆପଣଙ୍କ ଉପରେ ବର୍ଷା କରିଦେବେ। ଶନି ହେଉଛନ୍ତି ଏମିତି ଏକ ଗ୍ରହ ଯାହା ତାଙ୍କ ହିସାବରେ ନ ଚାଲେ ତେବେ ଆପଣଙ୍କୁ ସେ ବର୍ବାଦ କରିଦେବେ। ତେଣୁ ଆପଣ ଯଦି ଭଲ କର୍ମ କରିବେ, ଶନି ମଧ୍ୟ ଆପଣଙ୍କୁ ବହୁତ ମାତ୍ରାରେ ଉଠାଇ ଦେବେ ଉପରକୁ। ଦେଖିବେ ବହୁତ ମାତ୍ରାରେ ଧନର ବର୍ଷା କରିଦେବେ। ଆପଣଙ୍କର ବହୁତ ମାତ୍ରାରେ କାର୍ଯ୍ୟରେ ଆପଣ ବ୍ୟସ୍ତ ରହିବେ ଏବଂ ଆପଣ ଯଦି ଚାକିରି କରିଥାନ୍ତି ତେବେ ଆପଣଙ୍କୁ ବହୁତ ମାତ୍ରାରେ ପ୍ରମୋସନ୍ କରାଇବେ ଏବଂ ଆପଣଙ୍କୁ ବହୁତ ମାତ୍ରାରେ ଉନ୍ନତି କରାଇବେ। ବିଜନେସ୍ କ୍ଷେତ୍ରରେ ମଧ୍ୟ ସେୟା, ବିଜନେସ୍ରେ ଆପଣଙ୍କୁ ବହୁତ ମାତ୍ରାରେ କାର୍ଯ୍ୟରେ ବ୍ୟସ୍ତ କରାଇଦେବେ, ଆପଣଙ୍କର ବିଜନେସ୍ରେ ଉନ୍ନତି କରାଇବେ। ଦେଖିବେ ଶନିଙ୍କର ଆପଣଙ୍କ ଉପରେ ଯଦି ଥରେ ମାତ୍ର କୃପା ହେଇଯିବ ତେବେ ଆପଣଙ୍କର ଭାଗ୍ୟ ଜାଣିବେ ବଦଳିଗଲା। ସେହି ବର୍ଷରେ ଆପଣଙ୍କର ଭାଗ୍ୟ ବଦଳିଗଲା। ଏବେ ଦେଖିବେ ଆପଣଙ୍କର ରହିଲେ, ଏବେ ପଞ୍ଚମ ଭାଗରେ ତ ରହିଲେ ଶନି, ସପ୍ତମ ଭାଗରେ ରହିଲେ ଆପଣଙ୍କର ଦେବଗୁରୁ ବୃହସ୍ପତି, ଯାହାକି ତମ ପାଇଁ ମକର ରାଶିର ବ୍ୟକ୍ତିବିଶେଷ ପାଇଁ ଅନୁକୂଳ ହୋଇଥାଏ। ତେଣୁ ମକର ରାଶିର ବ୍ୟକ୍ତିବିଶେଷଙ୍କର ବହୁତ ମାତ୍ରାରେ ଯେତେକ ଛୋଟ ପିଲା ଥିବେ, ମକର ରାଶିର ବ୍ୟକ୍ତିବିଶେଷମାନେ ବହୁତ ପାଠ ପଢ଼ିବାକୁ ଆଗ୍ରହ ହେବେ, ସ୍ମରଣ ଶକ୍ତି ମଧ୍ୟ ଆପଣଙ୍କର ବୃଦ୍ଧି ଘଟିବ ଏବଂ ଆପଣ ଯଦି ଶିକ୍ଷାର୍ଥୀ ହୋଇଥାନ୍ତି, କୌଣସି ପରୀକ୍ଷା ପାଇଁ ପ୍ରିପାରେସନ୍ କରୁଥାନ୍ତି, ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ପରୀକ୍ଷାରେ ମଧ୍ୟ ଉନ୍ନତି ଘଟିବ। ତେଣୁ ଆପଣଙ୍କ ପାଇଁ ଏହି ବର୍ଷଟି 2026 ନୂତନ ବର୍ଷଟି ବହୁତ ମାତ୍ରାରେ ଉନ୍ନତି ଆଣିବ ଏବଂ ଆପଣଙ୍କ ପାଇଁ ମଧ୍ୟ ଉନ୍ନତି ଅଛି। ତେଣୁ ଗୋଟିଏ କାର୍ଯ୍ୟ କରନ୍ତୁ, ଆପଣ ପ୍ରତ୍ୟେକ ଦିନ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ ଏବଂ ମହାଦେବ ମନ୍ଦିରକୁ ଯାତ୍ରା କରି ମଧ୍ୟ ଜଳସାଇ କରନ୍ତୁ। ଦେଖିବେ ଆପଣଙ୍କ ପାଇଁ ବହୁତ ମାତ୍ରାରେ ଉନ୍ନତି ଆସିବ। ଏବେ ଦେଖିବା ଆପଣଙ୍କର ଦ୍ୱାଦଶ ଘରେ କିଏ ଅଛନ୍ତି ନା, ଦ୍ୱାଦଶ ଘରେ ସୂର୍ଯ୍ୟ ଏବଂ ବୁଧ ଏକତ୍ରିତ ହୋଇ ରହିଛନ୍ତି, ଯାହାକି ଆପଣଙ୍କ ପାଇଁ ଅନୁକୂଳ ହୋଇଥାଏ। ସୂର୍ଯ୍ୟ ଏବଂ ବୁଧ ଏକତ୍ରିତ ହୋଇଥିବାରୁ ଆପଣଙ୍କର ଭାଗ୍ୟ ବହୁତ ମାତ୍ରାରେ ବଦଳିବ। ଆପଣ ବହୁତ ମାତ୍ରାରେ
ମାନେ ଯେଉଁ କାର୍ଯ୍ୟରତରେ ଥିଲେ ଆପଣ ବହୁତ କରଜରେ ବୁଡ଼ି ରହିଯାଇଥିଲେ କିମ୍ବା ଆପଣ କାହାଠୁ ଧାରରେ ନେଇଥିଲେ ତାକୁ ପଇସା ସୁଝି ପାରୁନଥିଲେ, ଦେଖିବେ ଏତେ ମାତ୍ରାରେ ଧନ ଆସିବ ଯେ ଆପଣ ଲୋକଙ୍କୁ ଦାନ କରିବାକୁ ଲାଗିବେ। ଏବଂ ସ୍ୱାସ୍ଥ୍ୟ ତ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଲେ ଶନି ଏବଂ ସ୍ୱାସ୍ଥ୍ୟକୁ ସୁଦୃଢ଼ କରିବେ ଶନି, ତଥାପି ତ ବୁଧ ହେଉଛନ୍ତି ଆପଣଙ୍କର ସ୍ୱାସ୍ଥ୍ୟ ଦେବତା ଏବଂ ବୈଦ୍ୟ ଦେବତା ହେତୁ ଆପଣଙ୍କର ଯେତେ ମାତ୍ରାରେ ଆପଣଙ୍କର ହେବ ରୋଗ ବୈରାଗ ହେବ, ଦେଖିବେ ଖୁବ୍ ଶୀଘ୍ର ଭଲ ହୋଇଯିବ ଅଥବା ଆପଣଙ୍କର ରୋଗ ହେବ ନାହିଁ ଏହି ବର୍ଷକ ସାରା। ଏବଂ ଦେଖିବେ ସୂର୍ଯ୍ୟଙ୍କ ହେତୁ ମଧ୍ୟ ଆପଣ ଯଦି ଏକ ରାଜନେତା ଅର୍ଥନୀତି କିମ୍ବା ରାଜନେତା କ୍ଷେତ୍ରରେ କାର୍ଯ୍ୟ କରନ୍ତି, ଦେଖିବେ ଆପଣଙ୍କୁ ମଧ୍ୟ ବହୁତ ମାତ୍ରାରେ ସଫଳ ମିଳିବ। ଏବଂ ପ୍ରାୟତଃ ରାଜନୀତି କ୍ଷେତ୍ରରେ ସୂର୍ଯ୍ୟଙ୍କର ବହୁତ ମାତ୍ରାରେ ସଫଳତା ମିଳିଥାଏ। ତେଣୁ ଆପଣ ଯଦି ରାଜନୀତି କ୍ଷେତ୍ରରେ ଅଛନ୍ତି ତେବେ ଆପଣଙ୍କୁ ମଧ୍ୟ ମଙ୍ଗଳ ମିଳିବ। ଏବଂ ଆପଣଙ୍କର ନବମ ଘରେ ରହୁଛନ୍ତି ମଙ୍ଗଳ। ନବମ ଘରେ ମଙ୍ଗଳ ହେତୁ ଆପଣଙ୍କର ପାରିବାରିକ କ୍ଷେତ୍ର, ପାରିବାରିକ ମାନେ ବାଦ ବିବାଦ, ପ୍ରେମ ଜୀବନରେ, ଲଭ୍ ଲାଇଫ୍ କ୍ଷେତ୍ରରେ ଆପଣଙ୍କର ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯେଉଁ ଝଗଡ଼ା ସୃଷ୍ଟି ହେଉଥିଲା ଏଗୁଡ଼ିକ ସବୁ ଦୂର ହୋଇଯିବ। ଦେଖିବେ ଆପଣଙ୍କର ପିଲାମାନେ ବହୁତ ମାତ୍ରାରେ ଭଲ ପାଠ ପଢ଼ିବେ ଏବଂ ଆପଣଙ୍କର ଯଦି କୌଣସି ଅଛନ୍ତି ପୁତ୍ର କିମ୍ବା ପୁତ୍ରୀ ଅଛନ୍ତି, ପୁଅ ଝିଅ ଅଛନ୍ତି, ଦେଖିବେ ସେ ବହୁତ ମାତ୍ରାରେ ବଦଳିଯିବେ ଏବଂ ଆପଣଙ୍କୁ ଅତ୍ୟନ୍ତ ଭାବରେ ସମ୍ମାନ ଦେବେ। ଦେଖିବେ ଆପଣଙ୍କ ପାଇଁ ଏହି 2024 ନୂତନ ବର୍ଷଟି ବହୁତ ମାତ୍ରାରେ ଉନ୍ନତି ଆଣିବ। ତେଣୁ ଆପଣ ଗୋଟେ କାର୍ଯ୍ୟ କରନ୍ତୁ, ପ୍ରଥମତଃ ପ୍ରତ୍ୟେକ ସୋମବାର ଦିନ ଆମିଷ ଛାଡ଼ିବା ବନ୍ଦ କରିଦିଅନ୍ତୁ, ଆମିଷ ଖାଇବା ବନ୍ଦ କରନ୍ତୁ ଏବଂ ମହାଦେବ ମନ୍ଦିରକୁ ଯାଇ ଜଳାଶୟ କରନ୍ତୁ। ଦେଖିବେ ଆପଣଙ୍କର ନବଗ୍ରହର ସ୍ଥିତି ଆହୁରି ମଧ୍ୟ ସୁଦୃଢ଼ ହୋଇଯିବ। ଦ୍ୱିତୀୟରେ ଆପଣ କ'ଣ କରନ୍ତୁ ନା, ଦ୍ୱିତୀୟରେ ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ଘଟିବ ଏବଂ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ସ୍ଥିରତା ଆସିବ। ଏବଂ ତୃତୀୟରେ ଯଦି ଆପଣ ପାରିବେ, ତୃତୀୟରେ ହରେକୃଷ୍ଣ ମହାମନ୍ତ୍ର ଜପ କରନ୍ତୁ। ହରେକୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ବହୁତ ମାତ୍ରାରେ ମାନେ ଆପଣଙ୍କର ମନ ଶାନ୍ତି ରହିବ, ଆତ୍ମାକୁ ମଧ୍ୟ ପୁଣ୍ୟର ପ୍ରାପ୍ତି ଲାଗିବ। ଆପଣଙ୍କ ଜୀବନରେ ମୋହ ମାୟା ଲୋଭ କିଛି ରହିବ ନାହିଁ ହରେକୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା। ତେଣୁ ଆପଣ ଯଦି ମକର ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଏହିଗୁଡ଼ିକୁ ଯଦି ମାନିବେ ତେବେ ଆପଣଙ୍କ ପାଇଁ ମଙ୍ଗଳ ହେବ। ଏବଂ ଆପଣ ଯଦି ମକର ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚାରିତରେ ବିଶ୍ୱାସ କରୁଥାନ୍ତି, ତେବେ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ମହାଦେବ, ଜୟ ଶନିଦେବ ନିଶ୍ଚୟ ଲେଖିବେ। ଏବଂ ଆଉ ଗୋଟେ କଥା ମନେ ରଖନ୍ତୁ, ଆପଣଙ୍କର ଯଦି ଅନ୍ୟ କିଛି ଭାବରେ ଏବଂ ଆହୁରି କୌଣସି ଡାଉଟ୍ ଥାଏ ତେବେ କମେଣ୍ଟରେ ମୋତେ ଆପଣଙ୍କର ନମ୍ବର ମଧ୍ୟ ସେୟାର କରିପାରିବେ। ତେବେ ମୁଁ ଆପଣଙ୍କୁ କଣ୍ଟାକ୍ଟ କରି ଆପଣଙ୍କ ସହ କ'ଣ ବିତୁଛି ଏବଂ ଆପଣଙ୍କର ଜୀବନ କ୍ଷେତ୍ରରେ କ'ଣ ସବୁ ପ୍ରତିକାର ଆସିପାରିବ କିମ୍ବା ଆପଣଙ୍କ ଜୀବନରେ କ'ଣ ସବୁ ଉଦ୍ଧାର କରାଯାଇପାରିବ ତାପରେ ମୁଁ ଧ୍ୟାନ ଦେବି ଏବଂ ଆପଣଙ୍କୁ ମଧ୍ୟ କଲ୍ କରିବି। ତେଣୁ ଆପଣ ଯଦି ଏହି ଭାବରେ ଆପଣଙ୍କର ମଧ୍ୟ କୌଣସି ଡାଉଟ୍ ଅଛି ଯଦି ଆପଣ କମେଣ୍ଟରେ ମଧ୍ୟ ଲେଖିପାରିବେ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।